गत 20 ରୁ 24 ତାରିଖ ଭିତରେ ଡାମଯଜ୍ଞ ହେଉଥିଲା ଭଇଁସାରେ। ଜ୍ଞାନେନ୍ଦ୍ର ପଟେଲ କମ୍ପ୍ଲେନ୍ କଲେ କି 22 ତାରିଖରେ ଜଣେ ଗୋଟେ ଗ୍ରାହକ ବାହାରୁ ଆସିଥିଲେ, ତାଙ୍କୁ 1000 ଟଙ୍କା ମାରିଥିଲେ, 500 ଟଙ୍କା ଦୁଇଟା। ଡାଉଟ୍ ଲାଗିଲା ତ ସେ 500 ଟଙ୍କା ଆମକୁ ଖବର ମିଳିଲା, ସେ ଖବର ଦେଲେ। ଆଉ ସେ ସଂକ୍ରାନ୍ତରେ ଆମେ ଯାଇକିରି ଗୋଟେ ରେଡ୍ କଲାବେଳକୁ ଭଇଁସାରେ ଜଣଙ୍କର ଘର ହେଉଛି ତାଙ୍କର ବରୁଣ ପନୁଆ ବୋଲିକିରି, ତାଙ୍କର ଘରେ 274ଟା 500 ଟଙ୍କା ଫେକ୍ ନୋଟ୍ସ ମିଳିଲା। ଆଉ ସେ ଆଧାରରେ ତାଙ୍କୁ ଆମେ ଗୋଟେ କେସ୍ କଲୁ। ଆଉ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଟେ ଆମେ ରେଡ୍ କଲୁ, ଯାଇକିରି ଦେଓଗାଁ ଅଣ୍ଡର ଗୋଟେ ବନ୍ଦବାଲ ଅଞ୍ଚଳରେ। ସେନୁ ଗୋଟେ ରୋହିତ ବସ୍ତିଆ କରିକିରି ଜଣେ ଲୋକଙ୍କୁ ଧରା ହେଲା। ସେ ଯିଏକି ସପ୍ଲାଏ କରୁଥିଲେ ଏହାକୁ, ସେ 2 ଜଣ ମିଶିକିରି 500 ଟଙ୍କା ତିଆରି କରିକିରି ସେମାନେ ରୋହିତ ଆଉ ବରୁଣ ପନୁଆ ମିଶିକିରି ଫେକ୍ ନୋଟ୍ସ ବଜାରରେ ଦେଉଥିଲେ। ଆଉ ସେ ସଂକ୍ରାନ୍ତରେ ଗୋଟେ ଲ୍ୟାପଟପ୍ ଆଉ ପ୍ରିଣ୍ଟର, ଇଙ୍କ୍ ଆଉ ପେପର ସିଜ୍ ହେଇଛି। ଆଉ 274ଟା ଫେକ୍ ନୋଟ୍ସ 500 ଟଙ୍କା ସିଜ୍ ହେଇଛି। ଆଉ ଗୋଟେ କେସ୍ ହେଇଛି 106 ନମ୍ବର କେସ୍ ପାଟନାଗଡ଼ ଏଇ ସଂକ୍ରାନ୍ତରେ, 467, 68, 468, 471, 489 A, B, C and 120 B। ଆଉ 2 AQI ବରୁଣ ପନୁଆ ଏବଂ ରୋହିତ ବସ୍ତିଆ ଆରେଷ୍ଟ ହେଇଛନ୍ତି। ଆଜି ସେମାନେ କୋର୍ଟକୁ ଫରୱାର୍ଡ଼ ହେବ।